ହେଇଛି ଓଡ଼ିଶା ପ୍ରସିଦ୍ଧ ରଣପୁରରେ ଥିବା ମା ମଣି ନାଗେଶ୍ୱରୀଙ୍କ ପୀଠରେ କି ହେଉଛି ଉପର ମଣି ନାଗେଶ୍ୱର, ଯାହାକି ପାହାଡ଼ ଉପରେ ଆମେ ଦେଖିଲେ ଘାଟି ରାସ୍ତାରେ କେମିତି ଚଢ଼ିକି ବାଇକ୍ରେ ଆସିଲୁ। ତ ତାପରେ ଏବେ ଆମେ ସିଡ଼ି ଚଢ଼ୁ। ଦେଖନ୍ତୁ ଏଠି ମାଆଙ୍କ ମନ୍ଦିର। ତ ଆମେ ଏବେ ଯାଉଛୁ ମାଆଙ୍କ ମନ୍ଦିରକୁ। ଦେଖନ୍ତୁ ଲେଖା ହେଇଛି ମା ମଣିନାଗ ମନ୍ଦିର। ଦେଖନ୍ତୁ ଲେଖା ହେଇଛି ମା ମଣିନାଗ ମନ୍ଦିର। ଇଏ ହେଉଛି ମା ମଣିନାଗ ମନ୍ଦିର। ତଳେ ଯେଉଁଟା ପ୍ରଥମେ ଦେଖିଲେ ତଳ ମଣିନାଗ, ଯେଉଁଟାକି ଏବେ କରାହେଇଛି କିଛି 2 ବର୍ଷ ହେବ, କିନ୍ତୁ ଇଏ ହେଉଛି ପ୍ରକୃତ ପୀଠ ଉପରେ। ସେଇ ମାଆଙ୍କ ମନ୍ଦିରକୁ ଆମେ ଏବେ ଆସୁଛୁ। ଚାଲନ୍ତୁ ଯିବା ମାଆଙ୍କୁ ଦର୍ଶନ କରିବା। ଜୟ ମା ମଣି ନାଗେଶ୍ୱରୀ। ଦେଖନ୍ତୁ ମା ମଣି ନାଗେଶ୍ୱରୀ ମନ୍ଦିର ଭିତରେ ଦେଖନ୍ତୁ ମାଆଙ୍କୁ। ଆପଣ ଏଇ ଯେଉଁ ମୂର୍ତ୍ତି ଦେଖୁଛନ୍ତି, ଏହି ମୂର୍ତ୍ତିର ତଳେ ବା ଏହାର 32 ଫୁଟ ତଳେ ସେ ଯେଉଁ ଚକ୍ରଶିଳା, ଯାହାକୁ ବିଶ୍ୱବସୁ ଆଣି ପୂଜା କରୁଥିଲେ ବିଶ୍ୱବାସବ ନାମକ ଶବର, ତ ସେ ଏଇ ଆର 32 ଫୁଟ ତଳେ ପୋତା ହେଇଛି। ଆଉ ଦେଖନ୍ତୁ ମଝିରେ ଯେଉଁ ମାଆଙ୍କ ମୁହଁ ଅଛି, ମୁଁ ଯେଉଁ ଷ୍ଟୋରି କହୁଥିଲି, ମା ଚାବଡ଼ା ଖାଇଲା ପରେ ମାଆଙ୍କ ମୁହଁ ବଙ୍କି, ଦେଖନ୍ତୁ ସାମ୍ନାରେ ଯେଉଁ ମୂର୍ତ୍ତି ଦେଖୁଛନ୍ତି, ତ ମାଆଙ୍କ ମୁହଁଟି ବଙ୍କି ଯାଇଛି ବୋଲି ଦେଖନ୍ତୁ ଆପଣ ଭଲସେ ଦେଖନ୍ତୁ, ମାର୍କ କରନ୍ତୁ, ମାଆଙ୍କ ମୁହଁଟି ବାଁ ମୁହଁକୁ ବଙ୍କିଛି। ଦେଖୁଛନ୍ତି ଇଏ ହେଉଛି ସେଇ ମାଆଙ୍କ ମନ୍ଦିର ବା ମା ମଣିନାଗ ମନ୍ଦିର ବା ମଣିନାଗ ଦୁର୍ଗା ବୋଲି କୁହାଯାଏ ଏଠି ମାଆଙ୍କୁ। ଜୟ ମା ମଣିନାଗ।